ଆକ୍ସନ୍ ମୁଡ଼୍ରେ ଜଗତସିଂହପୁର ପୋଲିସ ପ୍ରଶାସନ। ଆଉ ମିଳିବ ନାହିଁ ନିସ୍ତାର। ଏଥର ସାବାଡ଼ ହେବେ ଚୋରା ବ୍ରାଉନ୍ ସୁଗାର ବେପାରୀ, ଚୋରା ମଦ ବେପାରୀ, ଚୋରା ଗଞ୍ଜେଇ ବେପାରୀ, ତତ୍ସହିତ ଅମାନିଆ ଗାଡ଼ି ଚାଳକ ଉପରେ ଲାଗିବ ରୋକ। ଆଜି ଜଗତସିଂହପୁର ବାଲିକୁଦା ପୋଲିସ ପକ୍ଷରୁ ବାଲିକୁଦା ଥାନାରେ ଏକ ଆମ ପୋଲିସ କାର୍ଯ୍ୟକ୍ରମ ମାଧ୍ୟମରେ ଜଗତସିଂହପୁର ଏସ୍ଡିପିଓ ରଶ୍ମିରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଏସ୍ଡିପିଓଙ୍କ ସମେତ ବାଲିକୁଦା ଆଇଆଇସି କାବୁଲି ବାରିକ, ଅତିରିକ୍ତ ଆଇଆଇସି ଅନ୍ତର୍ଯାମୀ ବିଶ୍ୱାଳ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସହିତ ଏହି ଦିଗରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ରାତିରେ ଦୋକାନ ସବୁ ହାଇୱେ ସବୁ ଯାଉଛନ୍ତି ଏବଂ ଅନେକ ମଦ୍ୟପ ବ୍ୟକ୍ତିମାନେ ମଧ୍ୟ ବାଇକ୍ ଡ୍ରାଇଭରକୁ ଖୋଲାଖୋଲି କରୁଛନ୍ତି ଏବଂ ଅନେକ ଜୀବନ କରୁଛନ୍ତି। ଅଲରେଡ଼ି ଏସ୍ପି ସାର୍ ସେ ଉପରେ ଦୁଇଟା ଏବେ ଜିଲ୍ଲାରେ ଗୋଟେ ସପ୍ତାହ ମଧ୍ୟରେ ଇଫେକ୍ଟିଭ୍ ଟେଷ୍ଟ ନେଇଛନ୍ତି ଯେ ପ୍ରତି କେସ୍ ଯେଉଁଟା ରିପୋର୍ଟ ହେବ 24 ଘଣ୍ଟା ଭିତରେ ପୋଲିସ ସ୍ପଟ୍ ଭିଜିଟ୍ କରିବା ପାଇଁ ବାଧ୍ୟ, ନହେଲେ ଡିପାର୍ଟମେଣ୍ଟାଲ ଆକ୍ସନ୍ ହେବ। ଦ୍ୱିତୀୟ କଥା, ଆଉ ଡ୍ରଙ୍କ୍ ଆଣ୍ଡ ଡ୍ରାଇଭିଂ ଆଉ ଏକ୍ସାଇଜ୍ ରେଟ୍କୁ ଆମେ ଆହୁରି ବହୁତ ଫୋର୍ସିବଲି ଆହୁରି ବହୁତ ସ୍ପିଡଲି କରୁଛୁ। ଆଜି ରାତିଠୁ ଆରମ୍ଭ ହେବ। ଆମର ଏଇ ବସ୍ତି ଛକଠାରୁ ଗୋପାଳପୁର ପର୍ଯ୍ୟନ୍ତ ଆକ୍ସିଡେଣ୍ଟ ଦିନ ଦିନ ବହୁତ ଚାଲିଛି। ତାପରେ ବି ଯେଉଁ ଏନ୍ଏଚ୍ ତିଆରି କରୁଛନ୍ତି ସେ ରାସ୍ତାରେ ବଡ଼ ବଡ଼ ଗାଡ଼ି ଗୁଡ଼ାକ ଥୋଇ ଦେଇଛନ୍ତି। ଆଉ ଉପରେ କିଛି ଆପଣଙ୍କର ମୁଁ ସେ ଉପରେ ଜାଣିନି, ମୁଁ ତ ନୂଆ ଚାର୍ଜ ନେଇଛି। ମୁଁ ଆଇଆଇସିଙ୍କ ସହିତ କଥା ହେଇଛି, ଆଇଆଇସି ନୂଆ ଚାର୍ଜ ନେଇଛନ୍ତି। ଆମେ କେମିତି ଲୋକମାନେ ଭଲରେ ଯିବା ଆସିବା କରିପାରିବେ ସେ ବିଷୟରେ ନିଶ୍ଚିତ ଯତ୍ନବାନ ହେବୁ। ମଦ୍ୟପାନ ଉତ୍ପାଦ ହେଉଥିବା ବେଳେ କଲେ ଶହେବାର ଏଇଟା ମୁଁ ଭାବୁଛି ଶହେବାର ଆଉ କୌଣସି ଡ୍ୟୁଟିରେ ଥିବ ଯାଇପାରିନଥିବ। ଆମେ ଶହେବାରଙ୍କୁ ନିଶ୍ଚିତ ଇନଷ୍ଟ୍ରକ୍ସନ୍ ଦିଆହେଇଛି ପ୍ରମ୍ପଟଲି ଲୋକଙ୍କର କଲ୍ ଆଟେଣ୍ଡ କରିବା ପାଇଁ। ଶହେବାର ନ ଆସିପାରିଲେ ପୋଲିସ ଥାନାକୁ ଆପଣ କହିଲେ ପୋଲିସ ଗାଡ଼ି ଯିବ। ପାଉଡର ପାଇଲୁ ଗୋଟେ ସାର୍ ଆଜି ଆପଣ ଆମ ପୋଲିସ ସମିତି କାର୍ଯ୍ୟକ୍ରମ କରୁଥିଲେ କ'ଣ କ'ଣ ଲୋକମାନଙ୍କୁ ବୁଝେଇଲେ ବିଧି ବ୍ୟବସ୍ଥା? ନାଇଁ, ଯେବେ ଆମର ଏଇସବୁ ସମସ୍ତ ପ୍ରୋଗ୍ରାମର ଶ୍ରେୟ ମୁଁ ସମ୍ମାନୀୟ ଏସ୍ପି ସାର୍ ଶ୍ରୀ ଅଙ୍କିତ ବର୍ମା ସାର୍ଙ୍କୁ ଦେବି। ସେ ଯେବେଠୁ ଚାର୍ଜ ନେଲେ ଜଗତସିଂହପୁର, ସେ ଅତି ପବ୍ଲିକକୁ ସେ ଅତି ଭଲ ପାଆନ୍ତି। ଆଉ ସେ ମୁଁ ଭାବୁଛି ଜଗତସିଂହପୁର ଇତିହାସରେ ସେ ଲୋକଙ୍କର ସବୁଠୁ ପ୍ରିୟ ଏସ୍ପି ବୋଲି ଭାବିବି ମୁଁ ଭାବେ। ତେଣୁ ସାର୍ ନିଜେ ମୋତେ ସବ୍ ଡିଭିଜନ ଚାର୍ଜ ଦେଲା ପରେ ପଠାଇଲେ ଥାନା ଏରିଆକୁ ଯାଅ, ଆଉ ମୋର ଭିଜନ୍ ଆଉ ମୋ ମେସେଜଟାକୁ ଲୋକଙ୍କୁ କମ୍ୟୁନିକେଟ୍ କର, ଆଉ ପୋଲିସକୁ ଉତ୍ତରଦାୟୀ ହେବା ଶିଖାଅ। ଜନସାଧାରଣଙ୍କ ଗ୍ରିଭାନ୍ସ ଶୁଣ। ମୁଁ ଆଜି ଏଠି ଆସିଥିଲି, ସମସ୍ତ ଭାଇମାନଙ୍କ ସିନିୟର ସିଟିଜେନ୍ ସମସ୍ତ ଏଠି ଉପସ୍ଥିତ ଭାଇମାନଙ୍କ ଗ୍ରିଭାନ୍ସ ଶୁଣିଲି। ଆଇଆଇସି ମୋ ପାଖରେ ଥିଲେ। ଆମେ ଆର ମାସରେ ଉତ୍ତରଦାୟୀ ହେବୁ। ଆମେ ତାଙ୍କୁ କହିବୁ ସାର୍ ଆମେ ଆପଣ ଗ୍ରିଭାନ୍ସ ନେଇଥିଲୁ, ଆମେ ଏଇ କାମ ପୂରଣ କରୁଛୁ। ତ ଦେଖିବା ପାଇଁ ବିଶେଷ କରି ସାଧାରଣ ଜନତା ମାନେ ଯେଉଁମାନେ ବସିଥିଲେ ସେମାନଙ୍କର ଆଭିମୁଖ୍ୟ ଥିଲା ଯେ ଚୋରା ମଦ ଆଉ ପାଉଡର ଆପଣ ଦେଖନ୍ତୁ ଏ ମାସ ଗୋଟେ ମାସ ଭିତରେ କେମିତି ପରିବର୍ତ୍ତନ ଆସୁଛି। ନୂଆ ଆଇଆଇସି ଆସିଛନ୍ତି, ଆଉ ଭଲ ଷ୍ଟାଫ୍ ବି ଅଛନ୍ତି। ଆଉ କେମିତି କ'ଣ ପରିବର୍ତ୍ତନ ଆସୁଛି ଆମେ ଦେଖି, ବହୁତ ଗୁଡ଼ିଏ କେସ୍ ବି ହେଇଛି, ମଦ କେସ୍ ହେଇଛି। ଆଉ ବ୍ରାଉନ୍ ସୁଗାର କ୍ଷେତ୍ରରେ ବି କ'ଣ ପରିବର୍ତ୍ତନ ଆସୁଛି ଆମେ ଗୋଟେ ମାସ ଭିତରେ ଆପଣଙ୍କୁ